नमस्कार। आज ହେଉଛି ଅକ୍ଟୋବର 11 ତାରିଖ। ଆଜି ଦିନର ଗୁରୁତ୍ୱପୂର୍ଣ୍ଣ 20ଟି ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆପଣମାନେ ଚ୍ୟାନେଲକୁ ନୂଆ କରି ଆସିଥିଲେ ସବସ୍କ୍ରାଇବ୍ ଏବଂ ଭିଡ଼ିଓଟି ଭଲ ଲାଗିଲେ ଆପଣମାନଙ୍କ ଭଲ ପାଇବା ସ୍ୱରୂପ ଭିଡ଼ିଓଟିକୁ ଲାଇକ୍ କରିବେ। ଚାଲନ୍ତୁ ଡେରି ନ କରି ଆଜିର ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର, ଭୁବନେଶ୍ୱର ବେଆଇନ ମେଡିସିନ ଦୋକାନ ଉପରେ ଚଢ଼ାଉ, ଲାକ୍ଷାଧିକ ଟଙ୍କାର ଔଷଧ ଜବତ। ଭୁବନେଶ୍ୱର କଳିଙ୍ଗନଗର K3 ପାଇକାପୁରରେ ଥିବା ଗେଟ୍ ଏଲାଇଫ୍ ହେଲ୍ଥ କେୟାର ନାମକ ବେଆଇନ ମେଡିସିନ ଦୋକାନ ଉପରେ ଡ୍ରଗ୍ସ କଣ୍ଟ୍ରୋଲ ପକ୍ଷରୁ ଆଜି ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ଲାକ୍ଷାଧିକ ଟଙ୍କାର ଔଷଧ ଜବତ କରାଯାଇଛି। ତଦନୁସାରେ ଗେଟ୍ ଏଲାଇଫ୍ ହେଲ୍ଥ କେୟାର ନାମରେ ଯଦିଓ ଲାଇସେନ୍ସ ଥିଲେ, ମେଡିସିନ ଷ୍ଟୋର ଲାଇସେନ୍ସ ନଥିବା ପାଇଁ ଏହି କାର୍ଯ୍ୟ ନିଆଯାଇଛି। ଏହି ଚଢ଼ାଉ ବେଳେ ଲାକ୍ଷାଧିକ ଟଙ୍କାର ଔଷଧ ଜବତ କରାଯାଇଛି। ଜବତ କରାଯାଇଥିବା 10ରୁ ଅଧିକ ମେଡିସିନକୁ ଟେଷ୍ଟିଂ ପାଇଁ ଲ୍ୟାବକୁ ପଠାଯାଇଛି। ସରକାରୀ ଅଧିକାରୀମାନେ କହିଛନ୍ତି ଯେ ଏହା ନିରାପଦା ଔଷଧ ବିକ୍ରୟକୁ ସୁନିଶ୍ଚିତ କରିବ ବୋଲି କହିଛନ୍ତି। ପରବର୍ତ୍ତୀ ଖବର, ଶୀଘ୍ର ଆସିବ ଜଳବାୟୁ ଆଧାରିତ ବୀମା, ବନ୍ୟା ଅଞ୍ଚଳକୁ ମିଳିବ ସହାୟତା ରାଶି। କେନ୍ଦ୍ର ସରକାର ଏକ ଦେଶବ୍ୟାପୀ ଜଳବାୟୁ ଆଧାରିତ ବୀମା ଯୋଜନା ଆଣିବାକୁ ଚର୍ଚ୍ଚା କରୁଛି। ଗ୍ରୀଷ୍ମ ପ୍ରବାହ, ବନ୍ୟା ଓ ଅନ୍ୟାନ୍ୟ ଚରମ ଜଳବାୟୁ ସମ୍ପର୍କିତ ଘଟଣାରେ ପ୍ରଭାବିତ ଲୋକମାନେ ଏହି ବୀମା ରାଶି ପାଇବେ। ମାନଦଣ୍ଡ ଆଧାରିତ ମଡେଲରେ ବୃଷ୍ଟିପାତ, ତାପମାତ୍ରା ଓ ପବନର ବେଗକୁ ଏକ ନିର୍ଦ୍ଦିଷ୍ଟ ସ୍ତର ଭାବେ ଗ୍ରହଣ କରାଯିବ। ଯେଉଁଠାରେ ଏହି ସ୍ତର ଅତିକ୍ରମ ହେବ, ସେଠାରେ ବୀମା ରାଶି ମିଳିବ। ଏହି ଯୋଜନା ସଫଳ ହେଲେ ଭାରତ ବିଶ୍ୱର ପ୍ରଥମ ଦେଶ ହେବ ଯାହା ଜଳବାୟୁ ଆଧାରିତ ବୀମା ନେଇଛି। ପରବର୍ତ୍ତୀ ଖବର, ଆରବିଆଇ କଲା ବଡ଼ ଘୋଷଣା। ଭାରତୀୟ ରିଜର୍ଭ ବ୍ୟାଙ୍କ ହିମାଚଳ ପ୍ରଦେଶର ସୋଲାନରେ ଥିବା ଦୀପଘାଟ ଅର୍ବାନ କୋଅପରେଟିଭ ବ୍ୟାଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନେଇଛି। ଏହାର ଅର୍ଥ ପ୍ରତ୍ୟେକ ଗ୍ରାହକ ଏକ ସମୟରେ ସର୍ବାଧିକ 10,000 ଟଙ୍କା ଉଠାଇ ପାରିବେ। ଆରବିଆଇ କହିଛି ଏହି ପଦକ୍ଷେପ ଜମାକାରୀଙ୍କ ସୁରକ୍ଷା ପାଇଁ ନିଆଯାଇଛି। ଏହି ନିର୍ଦ୍ଦେଶାବଳୀ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସକୁ କ୍ଷତି କରିବା ପାଇଁ ନୁହେଁ। ପଦକ୍ଷେପ ବ୍ୟାଙ୍କର ଆର୍ଥିକ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଚାଲିବ। ପରବର୍ତ୍ତୀ ଖବର, ଭୁବନେଶ୍ୱର ବିମାନ ବନ୍ଦରରେ ଏମର୍ଜେନ୍ସି ଲ୍ୟାଣ୍ଡିଂ। ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଜରୁରୀକାଳୀନ ଅବତରଣ କରିଛି। ମଝି ଆକାଶରେ ଏକ ଯାତ୍ରୀ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ଅନ୍ୟ ଯାତ୍ରୀମାନେ ବିମାନ କର୍ମଚାରୀଙ୍କୁ ତାଙ୍କ ସମ୍ପର୍କରେ ସୂଚନା ଦେଇଥିଲେ। ଏୟାର ଇଣ୍ଡିଆ ଏକ୍ସପ୍ରେସ କର୍ମଚାରୀ ଭୁବନେଶ୍ୱର ବିମାନ ବନ୍ଦର ସହିତ ସମ୍ପର୍କ କରି ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ। ଅସୁସ୍ଥ ଯାତ୍ରୀଙ୍କୁ ବିମାନ ବନ୍ଦରରେ ଛାଡ଼ି ଦିଆଯାଇଥିଲା ଏବଂ ବିମାନଟି ଗୁଆହାଟୀ ଅଭିମୁଖେ ଉଡ଼ିଥିଲା। ପରବର୍ତ୍ତୀ ଖବର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ବଜ୍ରପାତକୁ ନେଇ ଆସିଲା ବଡ଼ ଖବର। ବୁଧବାର ଲିଙ୍ଗରାଜ ମନ୍ଦିର ଉପରେ ବଜ୍ରପାତ ଘଟିଥିଲା। ମନ୍ଦିରରେ ଥିବା ଆର୍ଥିଂ ଆରେଷ୍ଟର ବଡ଼ କ୍ଷତିକୁ ରୋକିଛି। ଏହା ସହିତ ମନ୍ଦିରର କିଛି ସିସିଟିଭି ଓ ଲାଇଟ୍ ଫାଟିଥିଲେ ମଧ୍ୟ ମନ୍ଦିର ମୁଖ୍ୟ ଗୃହରେ କୌଣସି କ୍ଷତି ହୋଇନାହିଁ। ଏଏସ୍ଆଇ ପକ୍ଷରୁ ସବୁ ମନ୍ଦିରରେ ଆର୍ଥିଂ ଆରେଷ୍ଟର ଲଗାଯିବ ବୋଲି ଘୋଷଣା କରାଯାଇଛି। ଅନ୍ୟ ପକ୍ଷରେ ଲିଙ୍ଗରାଜ ମନ୍ଦିର ନିକଟରେ ତାଲ ଓ ନଡ଼ିଆ ଗଛ ଲଗାଇବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ। ଏହାର ଉଦ୍ଦେଶ୍ୟ ହେଉଛି ବଜ୍ରାଘାତକୁ ହ୍ରାସ କରିବ। ପରବର୍ତ୍ତୀ ଖବର, ଖଣ୍ଡଗିରି ଉଦୟଗିରିର ନୂଆ ରୂପ। 3 ଦଶନ୍ଧି ଧରି ଉନ୍ନତିକରଣ କାମ ହୋଇନଥିବା ବେଳେ ଏବେ ହେବ କାମ। ଖଣ୍ଡଗିରି ଉଦୟଗିରି ପାହାଡ଼ରେ ଉନ୍ନତିକରଣ ପାଇଁ ବହୁ ଯୋଜନା ତିଆରି ହୋଇଛି। ଗୁମ୍ଫା ଓ ସମାରୋହଗୁଡ଼ିକୁ ସୁବିଧାଜନକ ଭାବରେ ଉନ୍ନତ କରାଯିବ, ଯାହାଫଳରେ ଉଦୟଗିରି ଓ ଖଣ୍ଡଗିରି ପାହାଡ଼କୁ ସୁବିଧାଜନକ ଭାବେ ସୁଗମ କରାଯାଇ ପାରିବ। 450 ପ୍ରଜାତି ଔଷଧୀୟ ଗଛର ରକ୍ଷଣାବେକ୍ଷଣ କରାଯିବ। ଜନମନ୍ଦିର ପ୍ରବେଶ, ପଥଗତି ସୁବିଧା ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା ବ୍ୟବସ୍ଥା କରାଯିବ। ଏହାପରେ ଏଏସ୍ଆଇଙ୍କ ପରୀକ୍ଷା ପରେ କାମ ଆରମ୍ଭ ହେବ। ପରବର୍ତ୍ତୀ ଖବର, ବିହାର ନିର୍ବାଚନ ମଣ୍ଡଳୀର ବଡ଼ ଘୋଷଣା। ମତଦାନ ଅଧିକାରୀଙ୍କ ପାଇଁ ବୃଦ୍ଧି କରାଯାଇଛି ପାରିଶ୍ରମିକ ରାଶି। ବିହାରରେ ଚାଲିଛି ନିର୍ବାଚନ ପ୍ରସ୍ତୁତି। ନିର୍ବାଚନ କମିଶନ ମତଦାନ ଅଧିକାରୀଙ୍କ ପାଇଁ ପ୍ରତିଦିନ ପାରିଶ୍ରମିକ ଟଙ୍କା 250 ଟଙ୍କାରୁ 400 ଟଙ୍କା ବୃଦ୍ଧି କରାଯାଇଛି। ଏହାର ଅର୍ଥ ସେମାନେ ଏକ ଦିନର ଭୋଟ ଦାୟିତ୍ୱ ପାଇଁ 1600 ଟଙ୍କା ପାଇବେ। ମତଦାନ ଅଧିକାରୀମାନେ କେବଳ ଭୋଟ ପ୍ରକ୍ରିୟା ଚଳାଇବା ନୁହେଁ, ସେମାନେ ଭୋଟଦାତାଙ୍କୁ ଚିହ୍ନଟ କରିବା, ଭୋଟ ମେସିନ ଯାଞ୍ଚ କରିବା ଏବଂ ସମସ୍ତ କାର୍ଯ୍ୟ ପରିଚାଳନାରେ ସେମାନେ ଦାୟୀ। ପରବର୍ତ୍ତୀ ଖବର, ରିଙ୍କୁ ସିଂଙ୍କୁ ଅଣ୍ଡରୱାର୍ଲ୍ଡରୁ ଧମକ। ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂଙ୍କୁ ତାଙ୍କର ଖେଳ ପାଇଁ ଚର୍ଚ୍ଚାରେ ଅଛନ୍ତି। ସମ୍ପ୍ରତି ମୁମ୍ବାଇ କ୍ରାଇମବ୍ରାଞ୍ଚ ତଥ୍ୟ ଅନୁସାରେ ଜଣାପଡ଼ିଛି ଯେ ଦାଉଦ ଇବ୍ରାହିମ ଗ୍ୟାଙ୍ଗ ରିଙ୍କୁଙ୍କୁ 5 କୋଟି ଟଙ୍କାର ଧମକ ଦେଇଛନ୍ତି। ଗ୍ୟାଙ୍ଗ ଫେବୃଆରୀରୁ ଏପ୍ରିଲ ମଧ୍ୟରେ ରିଙ୍କୁ ସିଂଙ୍କ ପ୍ରମୋସନାଲ ଦଳକୁ 3ଟି ଧମକପୂର୍ଣ୍ଣ ମେସେଜ ଦେଇଥିଲେ। ଏହି ଘଟଣାରେ 2 ଅଭିଯୁକ୍ତ ମହମ୍ମଦ ଦିଲ ଶାହ ଓ ମହମ୍ମଦ ନାଭିଙ୍କୁ ଗିରଫ କରାଯାଇଛି, ଯାହାକୁ ୱେଷ୍ଟଇଣ୍ଡିଜରୁ ଭାରତକୁ ହସ୍ତାନ୍ତର କରାଯାଇଛି। ମୁମ୍ବାଇ ପୁଲିସ କ୍ରାଇମବ୍ରାଞ୍ଚ ରିପୋର୍ଟ କରିଛି ଯେ ଏପ୍ରିଲ 19ରୁ 21 ମଧ୍ୟରେ ରିଙ୍କୁ ସିଂଙ୍କ ପ୍ରମୋସନାଲ ଦଳକୁ ଧମକପୂର୍ଣ୍ଣ ଇମେଲ ପଠାଯାଇଥିଲା। ପରବର୍ତ୍ତୀ ଖବର, ଆଇପିଏସ୍ ପୂରନ କୁମାର ହତ୍ୟା ମାମଲା ଏବେ ଜୋର ଧରିଛି। ଚଳିତ ସପ୍ତାହରେ ବରିଷ୍ଠ ଆଇପିଏସ୍ ଅଧିକାରୀ ପୂରନ କୁମାର ତାଙ୍କ ଚଣ୍ଡିଗଡ଼ ବାସଭବନରେ ମୃତ ଅବସ୍ଥାରେ ମିଳିଥିଲେ। ପୁଲିସ ପକ୍ଷରୁ ତଦନ୍ତ କଲା ପରେ ଏକ ସୁଇସାଇଡ ନୋଟ ମିଳିଛି, ଯେଉଁଥିରେ ଜଣେ ବରିଷ୍ଠ ଡିଜିପି ଅଧିକାରୀଙ୍କ ନାମ ଉଲ୍ଲେଖ ଥିଲା। ନୋଟରେ କୁମାରଙ୍କ ସମ୍ପତ୍ତି ତାଙ୍କ ସ୍ତ୍ରୀଙ୍କୁ ଦେବା ପାଇଁ ଦାବି ମଧ୍ୟ ଥିଲା। ପୁଲିସ ବାସଭବନରେ ଭିଡିଓ ଏବଂ ଫଟୋଗ୍ରାଫି ମାଧ୍ୟମରେ ପ୍ରମାଣ ସଂଗ୍ରହ କରିଛି। ଏହି ଘଟଣା ଉପରେ ରାଜ୍ୟ ପ୍ରଶାସନ ଚାପ ଅନୁଭବ କରୁଛି ଓ ଏକ ନୂତନ କାର୍ଯ୍ୟକାରୀ ଡିଜିପି ନିଯୁକ୍ତି କରିବା ପାଇଁ ସମ୍ଭାବନା ରହିଛି। ପରବର୍ତ୍ତୀ ଖବର, ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା। ଧନଧାନ୍ୟ କୃଷି ଯୋଜନା ଏବେ ଆରମ୍ଭ ହୋଇଛି। ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସହ ଧନଧାନ୍ୟ କୃଷି ଯୋଜନା ଆରମ୍ଭ କରିବେ। ତା ପୂର୍ବରୁ କେନ୍ଦ୍ର କୃଷି, ଗ୍ରାମୀଣ ବିକାଶ ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ
देशर समस्त कृषि मंत्री वीडियो कॉन्फ्रेंस होईछि। एही योजना माध्यम रे देशर 50 लाख उपरे चाषी और कृषक मानकु लाभ प्राप्त हेबो। पोषण युक्त खाद्य जोगा जाउछि। चाषी आय और उत्पादन वृद्धि पई उपाय ग्रहण करा जिबा। पनीपरिबा और खाद्य शस्य उत्पादन रे रेकर्ड वृद्धि होईछि। सेहीपरि भुवनेश्वर रे होलसेल माछ मार्केट एवं हीराकुद रो इंटीग्रेटेड एक्वा पार्क रो शिलान्यास करा जिवो। चाषी आलोचना और संपर्क स्थापन मध्य हेबो। परवर्ती खबर ब्रिटेन रु क्षेपणास्त्र किनिबो भारत। भारत गस्त रे आसीथिबा ब्रिटेन प्रधानमंत्री स्टार्म एवं भारत प्रधानमंत्री नरेंद्र मोदी प्रतिरक्षा शिक्षा एवं निवेश वाणिज्य क्षेत्र में सहयोग बढ़ाइबाकू सहमति होइचंती। ब्रिटेन भारत को हालुका क्षेपणास्त्र जोगाइबो। 468 न्यूटन डॉलर रो चुक्ति स्वाक्षर होइछि। भारतीय वायुसेना और नौसेना पई सामरिक प्रशिक्षण और सहयोग बढ़ाउथिबारे एही चुक्ति महत्वपूर्ण। सहयोगर अन्य क्षेत्र में नुआ सैटेलाइट केंद्र जलवायु एवं एआई प्रजुक्ति सह निवेश एवं ग्रीन टेक उद्यम को समर्थन मिलिबो। ब्रिटेन रो प्रधानमंत्री कहिसंती जे भारत एबे तृतीय बृहत अर्थनीति हेबा पथरे अछि। 2030 सुधा भारत ब्रिटेन द्विपक्षीय वाणिज्य द्विगुणित हेबो। प्रति खबर नुआपड़ा उपनिर्वाचन रो चूड़ांत भोटर तालिका प्रकाश। नुआपड़ा जिलापाल मधुसूदन दास गुरुवार सर्वदलीय बैठक रे नुआपड़ा विधानसभा उपनिर्वाचन पई चूड़ांत भोटर तालिका प्रकाश करिसंती। सर्वमोट भोटर संख्या 2,53,624 रहितिबा बेले पुरुष मानक भोटर संख्या हला 1,24,108 एवं महिला मानक भोटर संख्या 1,29,495 थिबा तृतीय लिंगक संख्या 21 रहिछि। नुआपड़ा उपनिर्वाचन नवेम्बर 11 तारिख रे हेबाकू थिबा बेले नामांकन पत्र दाखल करिवार शेष तारिख 20 तारिख अक्टोबर रहिछि। एहार 10 दिन पूर्वरु अर्थात अक्टोबर 10 तारिख पर्यंत भोटर तालिका रे नाम जोड़िबा पई आवेदन हेबो। जिल्लापाल अनुरोध करिसंती जे समस्त दल मिसी अधिकरु अधिक भोटर को निर्वाचन रे अंशग्रहण करंतु एवं गणतंत्र को मजबूत करंतु। परवर्ती खबर दीपावली पूर्वरु कमिला सुना दर। दीपावली पूर्वरु सुना मूल्य सामान्य ह्रास पाइछि। अक्टोबर आरंभ रे नूतन रेकर्ड स्थापन करिथिबा सुना दाम एबे मल्टी कमोडिटी एक्सचेंज रे टिके ह्रास पाइछि। विश्व बाजार रे सुनार चाहिदा बढ़िथिले मध्य डॉलर दुर्बल हेबारु शून्य मूल्य रे अस्थिरता देखा जाइछि। दिल्ली रे 24 कैरेट सुनार दाम 10 ग्राम पिछा 1,24,300 टंका थिबा बेले 22 कैरेट सुनार दाम 1,13,950 टंका रहिछि। दीपावली आसीबा पूर्वरु सुना किनिबा भाबुथिबा ग्राहकक पई एहा हेउछि एक भलो समय। परवर्ती खबर डोनाल्ड ट्रम्प को बड़ घोषणा। जेनेरिक औषध उपरे लागिबो नाही टैरिफ। अमेरिकार राष्ट्रपति डोनाल्ड ट्रम्प जेनेरिक औषध उपरे टैरिफ लागिबो नाही बोली स्पष्ट करिछि। एहा भारत पई अस्वस्ति आनिछि कारण भारत अमेरिका को बहुत जेनेरिक औषध रप्तानी करे। गत मासरे ट्रम्प प्रशासन पेटेंट और ब्रांडेड औषध उपरे टैरिफ लगाइबा घोषणा करथिले। तथापि एहाको सीमित रखिबा पई अमेरिका वाणिज्य विभाग सुपारिश करथिले। जेनेरिक औषध उपरे टैरिफ लागिथिले अमेरिकार औषध मूल्य बढ़ी लोकमानक मध्य रे समस्या सृष्टि होइथांता। सेति पई एही कार्यानुष्ठान डोनाल्ड ट्रम्प द्वारा स्पष्ट करा जायछि बोली सरकार तरफ घोषणा करा जायछि। परवर्ती खबर पुराना गाड़ी बिक्री करथिले होई जानतु सावधान। केरल हाईकोर्ट एक सांप्रतिक राय देइछि जेउठारे कहा जायछि जे जदि गाड़ी बिक्री करिबा परे आरसी आपनक नाम रे रहिछि तेबे भविष्यत रे उक्त गाड़ी सहित जड़ित जेकोनोसी सड़क दुर्घटना पई पुराना मालिक दायी रहबे बोली केरल सरकार घोषणा करिसंती। परवर्ती खबर 4 वर्ष परे पुनः खोला हेबो काबुल रे भारतीय दूतावास। अफगानिस्तान रो विदेश मंत्री आमिर खान मोताकी भारत गस्त रे आसिचंती। से भारत रो विदेश व्यापार मंत्री एस जयशंकर को सह द्विपक्षीय बैठक करिसंती। बैठक रे एस जयशंकर को एक बड़ घोषणा करिसंती। काबुल रे थिबा भारतीय वैषयिक मिशन को पूर्ण दूतावास रो मान्यता दिया जिवो। 2021 रे तालिबान अफगानिस्तान रे क्षमता को फेरिबा परे नवा दिल्ली काबुल रो दूतावास को बंद करिथिला। वर्तमान एही वैषयिक मिशन पूर्ण दूतावास मान्यता पाइछि। एहा दुई देश मध्य रे संपर्क को शक्तिशाली करिबा सह स्थायी बंधुता पुनः निर्माण रे गुरुत्वपूर्ण पदक्षेप हेबो। भारत अफगानिस्तान रो उन्नति एवं सुख समृद्धि पई प्रत्येक प्रकार सहायता करूछि जेपरि कि चिकित्सा खाद्य भूमिकंप सहायता एवं अन्यान्य प्रदान करूछि। परवर्ती खबर ओडिशा रे घरोई कोचिंग सेंटर रे क्राइम ब्रांच तदंत। ओडिशा पुलिस रिक्रुटमेंट बोर्ड द्वारा परिचालित हेबाकू थिबा एसआई नियुक्ति केलेंकारी मामला उपरे क्राइम ब्रांच भुवनेश्वर रे थिबा प्रसिद्ध कोचिंग सेंटर बणिक उपरे तदंत करिछि। गतकाली एही मामला रे अधिक तदंत पई बणिकर 3टी वरिष्ठ कर्मचारी को कटकर क्राइम ब्रांच मुख्य कार्यालय रे हाजर हेबाकू नोटिस करा जैतिला। आज से माने क्राइम ब्रांच पक्षरु जेरा होइचंती। एसआई नियुक्ति परीक्षा बातिल हेबा परे सरकार तनाघना जोरदार करिसंती और समस्त रिपोर्ट बोर्ड एवं आयोगों को पठाइबाकू निर्देश दिया जायछि। एही घटना ओडिसा रो पुलिस नियुक्ति प्रक्रिया उपरे गभीर प्रभाव पकाई पारे बोली अनुमान करा जायछि। परवर्ती खबर बालेश्वर रे जोर धरिला ब्लॉक पुनर्गठन आंदोलन। बालेश्वर जिल्ला रो विभिन्न पंचायत रे ब्लॉक पुनर्गठन दाबी तेजुछि कारण पंचायत ब्लॉक सदर महकुमा ठारू 50 किलोमीटर दूर रे अछि। सेति पई लोक माने एकाधिक ब्लॉक अतिक्रम करी कार्यालय को
ଯାଉଛନ୍ତି। ଭୋଗରାଇ, ବାଲିଆପାଳ, ଜଲେଶ୍ୱର, ଖଇରାଇ ଓ ଔପଦା ଓ ବାହାନଗାରେ ନୂଆ ବ୍ଲକ ପୁନର୍ଗଠନ ଦାବି ଉଠିଛି। ପରବର୍ତ୍ତୀ ଖବର, ନୂଆପଡ଼ା ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ ଘୋଷଣା। ଭୁବନେଶ୍ୱର ମନ୍ତ୍ରୀ ପରିଷଦ ସଦସ୍ୟଙ୍କ ସହ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ 3 ଘଣ୍ଟା ଧରି ମିଟିଂ କରିଛନ୍ତି। ସେମାନେ ମନ୍ତ୍ରୀମାନଙ୍କ ବିଭାଗର କାର୍ଯ୍ୟ ଓ ପରିସ୍ଥିତି ସମ୍ପର୍କରେ ଫିଡବ୍ୟାକ୍ ନେଇଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ବିଏଲ ସନ୍ତୋଷ ଓଡ଼ିଶାକୁ 1 ବର୍ଷ 4 ମାସ ପରେ ଆସିଛନ୍ତି। ସେଥିପାଇଁ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ଜଣେ ଦରଦୀ ମଣିଷକୁ ପ୍ରାର୍ଥୀ ଘୋଷଣା କରିବ। ପ୍ରକ୍ରିୟା ଏବେ ଆରମ୍ଭ ହୋଇନି, କିନ୍ତୁ ବିଜେପି ଦଳ ଭଲ ଲୋକଙ୍କୁ ସୁଯୋଗ ଦେବ ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି।